ଗୋଲାପ ଗଛ ପାଇଁ ମାର୍ଚ୍ଚ ମାସଟା ସବୁଠୁ ଇମ୍ପୋର୍ଟାଣ୍ଟ ମାସ କାହିଁକିନା ମାର୍ଚ୍ଚ ମାସରେ ଗଛରେ ଫୁଲ ଆସିଥାଏ। ତା ସାଥିରେ ବହୁତ ସାରା କୁଆଁ ବି ଦେଇଥାଏ ଯୋଉଟାକି ନୂଆ ବେବି ବ୍ରାଞ୍ଚ କୁହନ୍ତି। ତା ସାଥିରେ ଗଛର ଗ୍ରୋଥ ବି ମଧ୍ୟ ବହୁତ ଦେଖିବାକୁ ମିଳେ। ତ ଏଇ ମାସରେ ଆମେ ଗଛର ସେମିତି ସଠିକ୍ ଭାବରେ ଯତ୍ନ ବି ନେବା ଦରକାର ଯେମିତି ପରଫେକ୍ଟ କେୟାର। ତ କେୟାର କେମିତି ନେବା ଆଉ ଗଛରେ ଫୁଲ ଆସିବା ପାଇଁ କ'ଣ ଦେବା ଆଉ ଗଛରେ ଯେଉଁ ନୂଆ କୁଆଁ ବାହାରୁଛି ତା ଉପରେ ଆମେ କେମିତି ନଜର ଦେବା। ଯେମିତି ଆମ ଗଛଟା ଭଲ ଅଛି କି ଖରାପ ଅଛି ଜାଣିବା। ତ ଆପଣମାନେ ଭାବୁଥିବେ ଆଶ୍ଚର୍ଯ୍ୟ ହେଉଥିବେ ଯେ ନୂଆ କୁଆଁକୁ ଆମେ ଭଲ ଖରାପ କ'ଣ ପାଇଁ କହୁଛନ୍ତି ଆଉ ଭଲ ଖରାପ ଭିତରେ ପୁଣି କ'ଣ ଅଛି। ଭଲ ଖରାପ ନୂଆ ବ୍ରାଞ୍ଚରେ ବହୁତ କିଛି ଜାଣିବାର ଅଛି। ଯଦି ଆପଣ ନୂଆ ବ୍ରାଞ୍ଚ ଗଛର ତଳୁ ବାହାରୁଛି କିଛି କୁଆଁ ନା ତାହେଲେ ସେଥିରେ ଦେଖିବେ ପତ୍ରକୁ ପ୍ରଥମେ ଯୋଉଟା ତଳେ ଫାଷ୍ଟ ପତ୍ର ବାହାରିଥିବ ସେଇଟା କେତେଟା ପତ୍ର। 5ଟା ପତ୍ର ଅଛି କି 9ଟା ପତ୍ର ଅଛି କି 7ଟା ପତ୍ର। କାରଣ ଗୋଲାପ ଗଛରେ 3 ପ୍ରକାରର ପତ୍ର ଦେଖିବାକୁ ମିଳେ। ଗୋଟେ 5 ପାଖୁଡ଼ିଆ, ଗୋଟେ ହେଉଛି 7 ପାଖୁଡ଼ିଆ ଆଉ ଗୋଟେ ହେଲା 9 ପାଖୁଡ଼ିଆ। ଯୋଉଟାକି 9ଟା ପତ୍ର। ତ ଏସବୁ ପ୍ରତି ଟିକେ ଯଦି ଆପଣ ଧ୍ୟାନ ଦେଇଦେବେ ତାହେଲେ ଆପଣଙ୍କ ଗଛର ଗ୍ରୋଥ୍ କେବେ ବି କମି ହେବନି। ତା ସାଥିରେ ଫୁଲର ଧରଣ ବି ମଧ୍ୟ କେବେ କମ୍ ହବନି। କେମିତି ଜାଣିବେ ସେ ବିଷୟରେ ଆପଣମାନଙ୍କୁ ଡିଟେଲ ଉପରେ ଆଜି ଜଣେଇବି ଏ ଭିଡ଼ିଓରେ ଆଉ ତା ସାଥିରେ କ'ଣ ଖତ ଦେବେ ଯୋଉଥିରେ ଆପଣଙ୍କ ଗଛ ବହୁତ ହେଲ୍ଦି ହେବା ସହିତ ଫୁଲ କଡ଼ ବି ବହୁତ ସାରା ଆସିବ। ତ ସେଥିପାଇଁ ଭିଡ଼ିଓଟି ଶେଷ ଯାଏ ଦେଖନ୍ତୁ। ତ ପ୍ରଥମେ ମୁଁ ଏଠି ପ୍ରତ୍ୟେକଟି ଗଛରୁ ମୁଁ ଏଠି ପ୍ରଥମେ ଚେକ୍ କରୁଛି ଆଉ ଆପଣମାନଙ୍କୁ ବି ଡିଟେଲ ଉପରେ ଦେଖୁଛି ଆପଣ ଯେମିତି ସହଜରେ ଜାଣିପାରିବେ ଆପଣଙ୍କ ଗୋଲାପ ଗଛ ସତେଜ ଅଛି କି ଖରାପ ଅଛି। ଗୋଲାପ ଗଛର ଯେଉଁ ନୂଆ କୁଆଁ ଏଠି ଦେଇଛି ଯେତିକି ଗଛର ଛୋଟ ଛୋଟ ଗଛରେ ବି ଯେଉଁ ଡାଳ ଲଗେଇଥିଲି କିଛି ତା ଦେହରେ ବି ନୂଆ କୁଆଁ ଦେଇଛି ସେଥିରେ ବି ମଧ୍ୟ ମୁଁ ପତ୍ର ଗୁଡ଼ାକ ତଳୁ ସବୁ ଛିଡ଼େଇକି ଆଣିଛି। ଉପର ପତ୍ରକୁ ଜମା ନଜର ଦେବେନି ଯେତେବେଳେ ନୂଆ ପତ୍ର କୁଆଁ ବାହାରିଛି ନା ଯୋଉଟାକି ଆମର ନୂଆ ଡାଳ ବାହାରିଛି ତାର ତଳ ଭାଗ ସଫା ତଳ ଭାଗର ପତ୍ରଟାକୁ ଛିଡ଼େଇବେ ଆଉ ସେଇ ପତ୍ରକୁ ହିଁ ନଜର ଦେବେ। ପ୍ରଥମ ପତ୍ର ଆମର କ'ଣ ବାହାରିଛି 9ଟା କି 5ଟା। ଯଦି 5ଟା ବାହାରିଛି ତାହେଲେ ଆପଣ ସେ ଡାଳକୁ ଛାଡ଼ିବେ। ଆଉ ସେ ଡାଳକୁ ବଡ଼ ହେବା ପାଇଁ ଛାଡ଼ିକିରି ସେ ଗଛର ଗ୍ରୋଥ୍ ପାଇଁ କିଛି ପାଉଡର ଦେବେ। ଆଉ ଯଦି 9ଟିଆ ପତ୍ର ବାହାରିଛି ତାହେଲେ ସେ ଡାଳକୁ ତୁରନ୍ତ କାଟନ୍ତୁ। କାରଣ 9ଟିଆ ପତ୍ର ଥିବା ଡାଳ ଗୁଡ଼ାକ ବାହାରିଲା ପରେ ଆମ ଗଛଟା ବହୁତ ଦୁର୍ବଳ ହୁଏ ଆଉ ତା ସାଥିରେ ଗଛର ଯେତିକି ନୂଆ ନୂଆ ଡାଳକେନା ସବୁ ଆଗରୁ ବାହାରିଥିଲା ନା ସେସବୁ ବି ମଧ୍ୟ ଶୁଖେଇବାକୁ ଲାଗି ପଡ଼େ। ସେଥିପାଇଁ 9ଟିଆ ପତ୍ର ବାଲା ଯେକୌଣସି ବି ଡାଳ ଦେଖୁଛନ୍ତି ନା ତୁରନ୍ତ କାଟନ୍ତୁ। ଆଉ ଏଇଟା ହେଲା ଆମର ଖରାପ ଡାଳ ଯୋଉଟାକୁ ଆମେ କୁହନ୍ତି ଡ୍ୟାମେଜ୍ ଡାଳ। ତ ଏଇ ଡାଳଟା ବାହାରିବା ଜମା ଭଲ ନୁହଁ। ତାପରେ ଗଛରେ କ'ଣ ଦେବେ ମୁଁ ଏଠି ସବୁ ପଟରୁ ଗୋଟେ ଗୋଟେ ପତ୍ର ଛିଡ଼େଇକି ଆପଣମାନଙ୍କୁ ଦେଖେଇ ଆଉ ସବୁ ଗଛରୁ ମୋର ଆଜି ପର୍ଯ୍ୟନ୍ତ ଯେତିକି ବି ନୂଆ ବ୍ରାଞ୍ଚ ଦଉଛି ନା ସେ ସବୁ ଯାକ ଅଛି 5ଟିଆ ପତ୍ର ବାଲା। ସେଥିପାଇଁ ମୁଁ କୌଣସି ବ୍ରାଞ୍ଚକୁ କଟିଂ କରିନାହିଁ ଯାହା କେବଳ ସଫ୍ଟ ପ୍ରନିଂ କରିଥାଏ ମାସର ଲାଷ୍ଟକୁ। ତ ସେଥିପାଇଁ ଫୁଲ ଫୁଟିଲା ପରେ ଥରେ ପ୍ରନିଂ ପରେ ପରେ ତାପରେ ଛାଡ଼ି ଦିଅନ୍ତୁ ଆଉ ଗଛରେ ଚା ପତି ଗୁଣ୍ଡ ରେଗୁଲାର ଦିଅନ୍ତୁ। ଗଛର ଗ୍ରୋଥ୍ ଦେଖିବେ ବହୁତ ଆସିବ ତା ସାଥିରେ ଫୁଲର କମି କେବେ ହବନି। ଆଶା କରୁଛି ଆପଣମାନଙ୍କୁ ମୋର ଗୋଲାପ ଗଛ ଟିପ୍ସ ଭଲ ଲାଗିଥିବ ଭଲ ଲାଗିଥିଲେ ଲାଇକ୍ କରିବେ ରହିବ।